ପ୍ରିୟର ଛାତ୍ରଛାତ୍ରୀ ଆରମ୍ଭ ଅଛି ଯେଉଁଠି ତାର ଶେଷ ଦୃଶ୍ୟ ଅଛି। ତେଣୁ ଜୀବନ ଆରମ୍ଭ ହଉ କିମ୍ବା ଚାକିରି ଖେଳ ଆରମ୍ଭ ହଉ ନିଶ୍ଚିତ ଭାବରେ ଦିନେ ଦିନେ ଶେଷ। କିନ୍ତୁ ଗୋଟେ ଜିନିଷ ମନେ ରଖିବାକୁ ପଡ଼ିବ, ଆମର ସେଇ ଯେଉଁ ସମୟଟା ଆମେ ଏବେ আসছে সে সময়টা গোটে হয়ে যাও মেমোরেবল। সমস্তে সময়টাকে মনে রাখতে। ମୋ ଜୀବନରେ ମୁଁ ଯେତେବେଳେ ପ୍ରଥମେ ଆସିଲି 1991 ମସିହାରେ ଏଠି ଯୋଗ ଦେଲି, ମୁଁ ଗୋଟେ ସବୁବେଳେ ମନେ ଥାଏ ମୁଁ ମୋର କର୍ମ କରିବି। ମୁଁ ଜଣେ ଶିକ୍ଷକ ହିସାବରେ ମୁଁ ମୋର କର୍ମ କରିବି, କର୍ମରେ କେବେ ମୁଁ ତ୍ରୁଟି କରିବି। କାହିଁକି ମୁଁ ଜାଣିଛି ୱାର୍କ ଇଜ୍ ୱର୍ସିପ୍। ଯଦି ତୁମେ ନିଜର କର୍ତ୍ତବ୍ୟ ଠିକ୍ ଭାବରେ ସମ୍ପାଦନ କରିଥିବ ତୁମକୁ ପୂଜା କରିବାକୁ ମନ୍ଦିର ଯିବାକୁ ପଡ଼ିବନି। ତୁମର କର୍ତ୍ତବ୍ୟ ଯଦି ତୁମର କର୍ମ ଯଦି ଠିକ୍ ଥିବ ତାହେଲେ ଭଗବାନ ନିଶ୍ଚିତ ତମ ପାଖକୁ ଆସିବେ ଏବଂ ପାଖକୁ ଡାକିଦେବେ ଉତ୍ତମ ମଣିଷ ହିସାବରେ। ତେଣୁ ସେଇ ବ୍ରତ ନେଇକରି ମୁଁ ମୋର ଜୀବନ ଆରମ୍ଭ କରିଥିଲି। ଆସିଲି 91 ମସିହାରେ ମୁଁ ଆସିଥିଲି ଜଣେ ଶିକ୍ଷକ ଭାବରେ। ମୁଁ କେବେ ପ୍ରଧାନ ଶିକ୍ଷକ ଭାବେ ଆସିନଥିଲି। ମୁଁ ସେ ସମୟରେ ଯେହେତୁ ମୋ ପୂର୍ବରୁ ସମସ୍ତେ ବିଦାୟ ନେଇଥିଲେ ତେଣୁ ମୋତେ ସେ ଗୁରୁ ଦାୟିତ୍ୱ ଦେଇଥିଲେ ଏବଂ ମୋ ଦ୍ୱାରା ଯାହା ସମ୍ଭବ କେବେ ମୁଁ ସେଥିରେ ଅବହେଳା କରିନି। ନୂଆ ନୂଆ ସ୍କୁଲ ଆରମ୍ଭ ହେଉଥାଏ, ଆମର ପୂର୍ବରୁ ମୋତେ କହିଗଲେ ଯେ ଏପଟରେ ବଥଲ୍ଲା ସେପଟରେ ବାଲିପଟା ଯୋଗୀମୁଣ୍ଡା। ମୁଁ କହୁଥିଲି ଗୋଟେ ପଟେ ବାଘ ଆଉ ଗୋଟେ ପଟେ ସିଂହ। ତେଣୁ ଆମକୁ ନିହାତି କିଛି ନହେଲେ ମୁଣ୍ଡା ହେବାକୁ ପଡ଼ିବ। ନହେଲେ ଆମେ ବଞ୍ଚେଇ ପାରିବା ନା, ବାଘ ସିଂହ ମୁଣ୍ଡା କରିପାରିବେ। ଆମେ ତାକୁ ଖାଦ୍ୟ ସିନେ ମାନେ ବଞ୍ଚେଇ ଆମେ ଲଢ଼େଇ ଆଣିବା। ଆମକୁ ଗୋଟେ ଉତ୍ତମ ସ୍କୁଲ ଭାବରେ ଆମ ସ୍କୁଲକୁ ପ୍ରତିଷ୍ଠା କରିବାକୁ ହେବ। ସମୟ ଆସିଲା, ଧୀରେ ଧୀରେ ସ୍କୁଲର ମାନେ ପିଲା ସଂଖ୍ୟା ବଢ଼ି ବଢ଼ି ଚାଲିଲା, ଶିକ୍ଷାର ମାନ ମଧ୍ୟ ବଢ଼ି ଚାଲିଲା। ତାପରେ ଗୋଟେ ଜଣାଶୁଣା ସ୍କୁଲ ଭାବରେ ଏଇଟା ପରିଚୟ ପାଇଲା। ଏମିତିକି ଆମର ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ଏ ସ୍କୁଲ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କଲା। ମୁଁ ଗୋଟେ କଥା କହୁଥିଲି ଯେ ଆମେ ଏମିତି ଭାବରେ ସ୍କୁଲ ଗଢ଼ିବା ଯେମିତି ପିଲାମାନେ ଶିଶୁ ମନ୍ଦିର ଯାଇକରି ବାଲିପଟା ସ୍କୁଲ ବାଛିବେ। ଯେଉଁ ପିଲାକୁ ବାଲିପଟା ସ୍କୁଲ ପଠାଇବି ବା ପିଲାମାନେ ପଢ଼ିବେ ବାଲିପଟା ସ୍କୁଲରେ। ଏବଂ ପ୍ରଥମେ କଥା ଆମର ସମସ୍ୟା ହେଲା ସେ ସମୟରେ ଆମର ସୀତାରାମ ଆଜ୍ଞା, ଠାକୁର ଆଜ୍ଞା ଆଉ ଆମର ଅନ୍ୟମାନେ ଥିଲେ ସେମାନେ ସବୁ ସରକାରୀ ଚାକିରି ପାଇ ସ୍କୁଲ ଚାଲିଗଲେ। ତାପରେ ଆମ କଥା ଆଜ୍ଞା ମୁଁ ପୋଷ୍ଟିଂ ହେଲୁ। ତାପରେ ଅନ୍ୟ ସ୍ଥାପନା ଥିଲେ ଦିଦି ଥିଲେ ତ ପରବର୍ତ୍ତୀ ସମୟରେ ଅନ୍ୟମାନେ ପୋଷ୍ଟିଂ ହେଲେ। କିନ୍ତୁ ସାଇନ୍ସ ଟିଚର ଆଉ ମ୍ୟାଥ ଟିଚର ଏ ସମସ୍ୟା ପୁରା ଲାଗି ରହିଲା। ଯାହାକି ଆମେ ଯେତେ ଚେଷ୍ଟା କଲେ ମଧ୍ୟ କଥା ଆଜ୍ଞା ମୁଁ ସାଇନ୍ସ ଆଉ ମ୍ୟାଥ ପଢ଼ାଉ, ମୁଁ ସାଇନ୍ସ ମ୍ୟାଥ ପଢ଼େଇବି, ମୋ ସବ୍ଜେକ୍ଟ ସହିତ କଥା ଆଜ୍ଞା ସାଇନ୍ସ ପଢ଼େଇବି। ତେଣୁ ଆମେ ତ ଆର୍ଟ୍ସ ଗ୍ରାଜୁଏଟ୍। ତେଣୁ ଆମ ଦ୍ୱାରା ଯାହା ସମ୍ଭବ ହୁଏ ଚେଷ୍ଟା କଲେ ମଧ୍ୟ ଫଳ ସେତେ ଆଶାଜନକ ଆମେ ପାଇପାରୁଥିଲୁ। କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ ଆମର ପଧାନାଇ ଆସିଲେ, ଥପାଇ ଆସିଲେ, ତାପରେ ଆଉ ଆମେ ପଛରେ ପଡ଼ିନୁ, ଆଗକୁ ମାଡ଼ି ଚାଲିଛୁ। ଆଉ ଗୋଟେ ଜିନିଷ ହେଉଛି ସେ କହନ୍ତି ଫଳେ ନ ପରିଚୟ। ବର୍ତ୍ତମାନ ମୁଁ କହିବି ବାଲିପଟା ସ୍କୁଲ ଏକ ଶ୍ରେଷ୍ଠ ସ୍କୁଲ। ଏଥିରେ କହିବାର କୌଣସି ମୋର ଦ୍ୱିଧା ନାହିଁ। କାହିଁକି ନା ମୁଁ ଯେଉଁଠି ଗଲେ ଦେଖେ ବାଲିପଟା ସ୍କୁଲ ଛୁଆମାନେ ସବୁ ଅନୁଷ୍ଠାନ ଅଛନ୍ତି। ସବୁ ଜାଗାରେ ଡିକ୍ଲାରରେ ଆମେ ଯାଉ ଇଲେକ୍ସନ ଡ୍ୟୁଟିରେ ସେଠି ଗଲେ ଆମ ଛୁଆ ନିଶ୍ଚିତ ଆସି ପହଞ୍ଚିବେ। ତାପରେ
କନସୁଲିଟି ଅଛ ଭଲ ଭଲ ପୋଷ୍ଟ ଅଛନ୍ତି ବି ଆମର ଯେତେ ମାନେ କହୁଛି ଆରମ୍ଭରୁ ପୋଲିସ କର୍ମଚାରୀ ଆରମ୍ଭ କରି ଆମର ବହୁତ ବଡ଼ ବଡ଼ ପୋଷ୍ଟରେ ତାର ଆମର ଉଦାହରଣ ଏଇଠୁ ଅଛନ୍ତି ସବୁ ଆମ ସମାଜର ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିଥିବା ମୋର ଛାତ୍ରଛାତ୍ରୀମାନେ ଏଇଠି ବସିଛନ୍ତି। ଆମର ସେପଟେ ଅଛନ୍ତି ଆମର ସୁଶୀଲ ମେହେର ଜଣେ ଉତ୍ତମ ଶିକ୍ଷକ ଭାବରେ ତାଙ୍କୁ ମୁଁ ଜାଣିବା ବହୁତ ଲୋକଙ୍କୁ ତାପରେ ଆମର ଅଛନ୍ତି ଗୁରୁ ଅଛନ୍ତି ସେ ମଧ୍ୟ ମାନେ କହନ୍ତି ଜଣେ ଉତ୍ତମ ଛାତ୍ର ଥିଲେ ରଞ୍ଜିତ ଭଳିଆ ସାଙ୍ଗରେ ସେ ବନ୍ଧୁ ସାଙ୍ଗ ହେଇକି ସବୁ ଗିରିଧର ପ୍ରଧାନ ଆମର ଜଣେ ସମାଜସେବୀ ଭାବରେ ମୁଁ ସବୁଦିନ ଦେଖେ ଟିଭି ଦେଖେ ଭାରି ଖୁସି ଲାଗେ। ଯାହା ହଉ ଆମେ ଯେଉଁ ମହାମତି ରହିଥିଲୁ ସେ ବର୍ତ୍ତମାନ ବିରାଟ ଶିକ୍ଷା ଭାବରେ ଉଦୀୟମାନ ହୁଏ ଭାରି ଖୁସି ଲାଗେ ଯେ ଆମ ସ୍କୁଲ ଷ୍ଟୁଡେଣ୍ଟ ବହୁତ ଆଉ ଥରେ ଗୋଟେ କଥା କହୁଛି ପିଲାମାନଙ୍କୁ ଆମେ ଅର୍ଥ ପଛରେ ବଢ଼ିବା ଆମେ ନିଜର କର୍ତ୍ତବ୍ୟ ଦ୍ୱାରା ଆମେ ନିଜକୁ ମହାନ କରିବା ଯେମିତି ଆମେ ଗଲା ପରେ ଆମକୁ କେହି କହିବେନି ନାଇଁ ଖରାପ କରୁଥିଲେ ଗୋଟେ ଆମର ବଲାଙ୍ଗୀରର କଲେକ୍ଟର ଥିଲେ କିଛି ବର୍ଷ ପୂର୍ବେ ଅଭାବ ପାଇଁ ଏମିତି ପଡୁଛି ଲାଷ୍ଟକୁ ସେ କ'ଣ କଲେ ଗିରଫ ହେଲେ ଏବଂ ଆମ ସ୍କୁଲର ଷ୍ଟୁଡେଣ୍ଟ ନନ୍ଦକିଶୋର ବଗର୍ତ୍ତୀ ତାଙ୍କ ହାତରେ ହ୍ୟାଣ୍ଡକପ୍ ପକେଇଥିଲେ ଏବଂ ତାଙ୍କୁ ଦେଖୁଥାଏ ସେ ଯେଉଁ ଖୋଲା ଜିପ୍ରେ ନନ୍ଦକିଶୋର ବଗର୍ତ୍ତୀ ତାଙ୍କ ହାତରେ ହ୍ୟାଣ୍ଡକପ୍ ପକେଇକିରି ବସେଇଲେ ଖୋଲା ଆଇରେ ନେଇଗଲେ ମୁଁ କହିଲି ସାବାସ କାଟା ମୋର ଛୁଆगे ଦେଖେ ଏମିତି କାମ କରିବା ପାଇଁ ବୋଧେ ମୁଁ ତୁମକୁ ସୃଷ୍ଟି କରିଥିଲି এই সুযোগ মতে ହିଁ ମିଳିଛି କାହିଁକି ମୋ ଛୁଆ ହ୍ୟାଣ୍ଡକପ୍ ପକେଇଛି କାହିଁକି ଯେଉଁମାନେ ସମାଜରେ ଯେଉଁମାନେ ଦୁରାଚାର କରୁଛନ୍ତି ସେମାନଙ୍କୁ ଦଣ୍ଡ ମିଳିଛି ସେ ଦଣ୍ଡ ଦେଇଛି କିଏ ମୋ ଛୁଆ ହେଲା। ତାପରେ ଆମର ଏଇ ଆଗରେ ଆମର ରଞ୍ଜିତ ବର୍ତ୍ତମାନ ସେ ଆମର ରହୁଛନ୍ତି ଜଣେ ବିଶିଷ୍ଟ ଡାକ୍ତର ଆମର ରେଡ଼ିଓଲୋଜିର ପ୍ରଫେସର ବର୍ତ୍ତମାନ ତାଙ୍କୁ ନେଇ ବହୁତ ଗର୍ବିତ ଆଉ ତାଙ୍କର ଉତ୍ତମ ଗୁଣ ମୋତେ ବହୁତ ମାନେ କୁହନ୍ତି ସନ୍ତୁଷ୍ଟି ମନେ ଥର ଯାଇଛି ଛାତ୍ର କେମିତି ହେବା କଥା ସ୍କୁଲରୁ ଗଲା ପରେ ଗୋଟେ ଛାତ୍ର ଗୁରୁ ଭୁଲିଯାଏ କିନ୍ତୁ ମୁଁ ଯେଥର ରଞ୍ଜିତ ପାଖକୁ ଯାଏ ତାଙ୍କର ଯେଉଁ ପ୍ରକାର ବ୍ୟବହାର ମଧ୍ୟ ମୁଁ ଦେଖେ ମୁଁ ଭାବେ ମୋର ଟିଚର ଜୀବନ ସଫଳ ହେଇଛି ବା ଆମର ଏଇ ସ୍କୁଲର ଶିକ୍ଷକମାନଙ୍କର ଯେଉଁ ତାଙ୍କୁ ଦିଆହେଇ ଶିକ୍ଷା ସେ ଶିକ୍ଷା ଫଳ ପଡ଼ିଛି କେହି ମଧ୍ୟ ଆଜି ପର୍ଯ୍ୟନ୍ତ ମୁଁ ଦେଖିନି ଆଉ ଗୋଟେ ପିଲା ବି ମୋ ଆଖି ଆଗେ ଠିଆ ହେବାଟା କିମ୍ବା ଗୁରୁକୁ ଜଣକୁ କୌଣସି ପ୍ରକାର ଖରାପ ବ୍ୟବହାର କରିବାଟା ମୁଁ ତାର ନିନ୍ଦା ବଦନାମ ଆଜି ପର୍ଯ୍ୟନ୍ତ କାହାର ନେଇ ଶୁଣି ପଛରେ ଆମର ବସିଛନ୍ତି ପିଲାମାନେ ସବୁ ସମସ୍ତଙ୍କୁ ମୁଁ ଆଜି ପର୍ଯ୍ୟନ୍ତ ନିରୀକ୍ଷଣ କରେ ଯେ କିଏ କ'ଣ କରୁଛି କ'ଣ ନାହିଁ ସେମାନେ ସ୍କୁଲରୁ ଗଲେଣି ତଥାପି ମଧ୍ୟ ମୋର ଆଖି ଘୁରି ବୁଲୁଥାଏ ଯେ କିଏ କ'ଣ କରୁଛି କାହିଁକି ମୁଁ ଖାଲି ଏଠି ଶିକ୍ଷାଦାନ ନୁହେଁ ମୋ ଦୃଷ୍ଟି ସବୁଆଡ଼େ ବୁଲୁଥାଏ ଯେ କେଉଁଠି କିଏ କ'ଣ କଲା ସେ ମୋ ଷ୍ଟୁଡେଣ୍ଟ ନୁହେଁ ତ ଯଦି ମୋ ଷ୍ଟୁଡେଣ୍ଟ ସହିତ ବାଧ୍ୟ ଦେଖା ପଡ଼ିଲା ତାହେଲେ ମୁଁ ତାକୁ କହିବା ପାଇଁ କେବେ ଅବହେଳା କରେନି ୟୁ ହାଭ୍ ଡନ୍ ରଙ୍ଗ ଏଇଟା ଗୋଟେ ହ୍ୟୁମାନ କ୍ୱାଲିଟି ନୁହେଁ ହ୍ୟୁମାନ କ୍ୱାଲିଟି ହେଉଛି ଆମର ସର୍ଭିସ୍ ଟୁ ମ୍ୟାନ୍ କାଇଣ୍ଡ ଇଜ୍ ସର୍ଭିସ୍ ଟୁ ଗଡ୍ ଏମିତି କୌଣସି କାମ ନ କର ଯେ ବଦନାମ ନେଇ ହେଇଯାଅ ବୁଝା କି ତମକୁ ଯଦି ଗଲା ବେଳକୁ ବା ତମ ଶେଷ ବେଳକୁ କେହି ତମକୁ ବଦନାମ ନ କରନ୍ତି ଯାହା ହଉ ବର୍ତ୍ତମାନ ମୁଁ ଯେଉଁ ଜୀବନ ଆରମ୍ଭ କରିଥିଲି ସେ ଜୀବନରେ ଗୋଟେ ଗୋଟେ ସାର୍ଟିଫିକେଟ୍ ମିଳେ ଆଜି ଏ ଯେଉଁ ସଭାରେ ବର୍ତ୍ତମାନ ଉପସ୍ଥିତ ଅଛନ୍ତି ଆମ ଗାଁର ଭଦ୍ରକଠୁ ଆରମ୍ଭ କରି ମୋର ଛାତ୍ରଛାତ୍ରୀମାନେ ଅଛନ୍ତି ମୋର ବନ୍ଧୁ ଶିକ୍ଷକଗଣ ବି ଅଛନ୍ତି ଆମର ବାହାରେ ଆମର ପ୍ରଧାନ ଅଛନ୍ତି ଖଣ୍ଡିଆ ଅଛନ୍ତି ସମସ୍ତେ ଅଛନ୍ତି ମୁଁ ଏତିକି କହିବି ଯେ ଆମର ଯେଉଁ ଶିକ୍ଷକତା ଆମେ ବୃତ୍ତି ଭାବରେ ଗ୍ରହଣ କରୁଥିଲୁ ନିଶ୍ଚିତ ଭାବରେ ଆମେ ସେଥିରେ ସଫଳ ହେଇଛୁ ଆମ ଛୁଆମାନଙ୍କୁ ଆମେ ଉପଯୁକ୍ତ ଜାଗାରେ ପହଞ୍ଚି ପାରିଛୁ
तो आज मोर रिटायर करें कि मन भर रिटायर करनी कहीं आसली 20 तारिख में मोर झील पढ़ुची बलांगीर आणिक आसली 20 तारिख आज पर्यटन मु 10 परीक्षा अच्छी आम इंटरनाल आसेसमेंट अच्छी से कौन कर दरकार अच्छी इंटरनाल आसेसमेंट पिला असुविधा हम 2 मास कोर्स बर्तमान मुझे कम्प्लीट कर गला आमर आज्ञा कहते आमर होता आज्ञा ताकू भी कहते आज्ञा कल ना सोमवार दिन पहुँची से कहते मुझे पहुँची अवशिष्ट जहाँ अच्छी सारी अर्थ देख घंटा ये स्कूल प्रति केते भल पाइबा माने बाहर थिले स्कूल प्रति दृष्टि अच्छी जे आज्ञा गला पर मु आसी सोमवार ठारू तापरे आमे केबे चाहूने स्कूल छाड़ी दिबा पे जो पर्यंत हमर बयस अछि स्वास्थ्य ठीक अछि ए स्कूल में निश्चित भाव काम करबू आ ए अंचल मते जे देइछि बहुत स्नेह श्रद्धा देइछि सम्मान देइछि आज पर्यंत मु जाननी केही मते गोटे साधारण कथा कहबाटा एते प्रोत्साहन और एते सम्मान मुझे के बोधे मु अन्य कोट बाइल थांती जहां मो ए अंचल मते देइछि तो ये अंचल बुझे केमती 17 वर्ष 18 वर्ष एते आखिर बलांगीर आज 60 वर्ष बुढ़ा हो गली किंतु दिने मध्य मु बलांगीर रे बहुत प्रकार देखिनी मो प्रति कौन प्रकार विद्वेष भाव आ मु मते भावे कोंडारो एइटा ही मोर प्रकृत जन्मभूमि जो जीवन रो अधिक समय काटी जो स्नेह श्रद्धा ममता सबकि पाई जो साधारण मनुष्य आसती किसी जानी बहुत भूल भाव करूली ये पिला परिवेश रु शिक्षा लाभ कर बर्तमान मुझे गोटे उत्तम मनुष्य परिणत हो पार्टी मत लगे एमती गाँव गले गाँ लोक सम्मान दिखती आती दायी करे क्या ना ये अंचल को जी मत बड़ कर छोट छुआ 18 वर्ष कौन था तो ये 60 वर्ष भितर यही जो अंचल जो प्रभाव ता द्वारा गोटे उत्तम नागरिक भाव में समस्त आजिकार ये जो सभा समस्त को मो तरफ धन्यवाद दूसरी आ सब पिला कहूँ केवे 6 घंटा दिन को 6 घंटा परिश्रम कर जीवन सारा 60-70 वर्ष 80 वर्ष बचब 10 घंटा परिश्रम कले जीवन में सामान्य सुख पाई एवं दिन को 6 घंटा कहीं 2 घंटा परिश्रम कर देख अवशिष्ट समय कम केमती आण सुख एवं मान शांति आनदब समाज में पाइब परिचय पाइब समाज में सबकि बचाई जहाँ दरकार सब पाइब किसी अभाव होनी मात्र दिन को 2 घंटा मन लगे पाठ पढ़ापढ़ी कर एवं जमी आम आगे सब बस ट्यूशन सब बसती आहरी अनेक अच्छा अनेक क्षेत्र में आमर सामाजिक क्षेत्र हो मेडिकल क्षेत्र हो शिक्षा क्षेत्र हो बैंक क्षेत्र हो बैंक बहुत बैंक मैनेजर छुआर तो सक्सेस स्टोरी कहि ये स्कूल में हजार हजार छुआ बाहर जो मैंने बर्तमान आम स्कूल को स्वतंत्र कौ स्कूल पिला ना बालीपड़ा हाई स्कूल गर्वर कौन तेणु तुम स्कूल पिला हिसाब से तुमको नहीं आम ये अंचल गर्व करूँ आई अंचल तुमको नहीं विकसित हम थे टीचर मत कहते गोटे टीचर एमती आबसेंट रोते से मत कहले आपण माने मोर जन्मस्थान नहीं गोटे कमेंट कले मुझे आज्ञा देखु मुझे प्रकृत बलांगीर कहीं बलांगीर मोर हाँ से कहीदे तार मुझे कही से गले बहुत दिन गले आपण खाली भाषण मान बलांगीर बोली मो भितर प्रकृत में बलांगीर जो अच्छी गुण ये माटीर उन्नति काम करी परिचय निजक जड़े सच्चा बलांगीरिया बोली प्रमाणित करे एवं परिचय हूँ बलांगीरिया है कहीं तेणु ये बलांगीर भी मुझे सबकि कर बलांगीर को सब कुछ आज मुझे जहाँ जीवन नहीं जहाँ भी कर माटी मत तेणु यही माटी प्रति मोर कृतज्ञता ज्ञापन करी आजिकार मोर वक्तव्य